ତେବେ ସାଙ୍ଗମାନେ ସ୍ୱପ୍ନ ଦେଖନ୍ତି ମାୟା ମମତା ନିଏ ପଇସାଟା ଦେଖିବାକୁ ପାଇବେ। ରୂପସା କୁହନ୍ତି ତୁ କ'ଣ ଭାବିଛୁ ମାମା ଆଦର୍ଶ ଡାକିଦେଲେ ବୋଲି ତୁ କ'ଣ ଏ ଘରର ବୋହୂ ହେଇଯିବୁ? ଇଏ ତମର ଭ୍ରମ। ପଲ୍ଲବୀ ମହାପାତ୍ର ମେନସନରେ ଆଉଟ୍ ହାଉସରେ ରହିବୁ ତୁ। ପଛେ ଯାହା ବି କହର ପଲ୍ଲବୀ ତୁ ସନ୍ତାନକୁ କେବେ ଆଦର୍ଶ ସନ୍ତାନ କୁହାଯିବନି। ଅବହିତ ସନ୍ତାନ ନାଁରେ ପରିଚୟ ପାଇବ ସେ। ଆଉ ତୁ ଆଦର୍ଶ ତତେ ଯେତେ ହୃଦୟରେ ସାଇତି ରଖିଛି ନା ତୁ ଆଦର୍ଶର ପତ୍ନୀ ନୁହେଁ ଆଦର୍ଶ ରକ୍ଷୟିତା ମାନ୍ୟତା ପାଇବୁ। ମମତା ଆସି କୁହନ୍ତି କ'ଣ କହିଲୁ ତୁ ଟିକେ ଆଗରୁ କହ ଆଉ ଥରେ ମନେ ରଖ। ରୂପସା ଆଉ କେବେ ଯଦି ମୋ ବୋହୂ ନାଁରେ ତୋ ପାଟିରୁ ଗୋଟେ ଯଦି କଥା ବାହାର କରିଛୁ ଦେଖିବୁ ଏ ମୋତେ ଏମିତି ଚାହିଁଛୁ କ'ଣ? ମୋ ବୋହୂକୁ କ୍ଷମା ମାଗ। ସଖୀ ପିଲା ଭଳି ଠିଆ ହୋଇବା ପାଇଁ ତତେ କହିନଥିଲି ତ? ମୋ ବୋହୂକୁ ହାତ ଯୋଡ଼ି କ୍ଷମା ମାଗ। ରୂପସା ନହେଲେ ତତେ ଏଠି ଏବେ କ'ଣ କରିବି ଭାବି ପାରିବୁନି। ଏମିତି ସବୁ ମମତା ରୂପସାକୁ କୁହନ୍ତି। ଆଦର୍ଶ ଆସି କୁହନ୍ତି କ'ଣ ହେଇଛି ଖୁଡ଼ି? ମମତା କୁହନ୍ତି କିଛି ନାହିଁ ଆଦର୍ଶ। ପଲ୍ଲବୀ ଆଉ ରୂପସା ପରସ୍ପରକୁ ସ୍ନେହରେ ରଙ୍ଗ ଲଗାଉଥିଲେ। ରୂପସା କୁହନ୍ତି କ'ଣ ହେଲା ରୂପସା ଛିଡ଼ା ହୋଇ ରହିଛୁ କ'ଣ ପାଇଁ? ଭିତରକୁ ଯା। ସାଙ୍ଗମାନେ ଆଜିର ଏପିସୋଡ୍ ଏତିକି ଥିଲା। ସବସ୍କ୍ରାଇବ୍ କରି ଆମ ସହ ଯୋଡ଼ିଏ ରୁହନ୍ତୁ। ନମସ୍କାର।